ସତ୍ୟନାରାୟଣ କାଇଁ ସତ୍ୟ ନାରାୟଣ ଅୟନ ନୀତି ସତ୍ୟନାରାୟଣ ନାରାୟଣ କହିଲେ ନର ମାନଙ୍କର ସତ୍ୟ ହେଉଛି ଅୟନ କି ମୁକ୍ତିର ମାର୍ଗ ଏଥରକ ବୁଝିପାରିଲୁ ନା ବୁଝିପାରିଲୁ ଆହୁରି ସରଳ କରିଦବୁ ହେଲେ ମୂଳ ହମ ଦେହ ମିଥ୍ୟା ଗୁଣ ବିଗୁଣ ଗୋପୀ ଦେଶ ଦାରାଗାରେ ମିଥ୍ୟା ସହଜ ସୁତ ସୁତା ବନ୍ଧୁ ବାଇଗା ମିଥ୍ୟା ରାଶି ମିଥ୍ୟା ଗଗନ ସୁରତରୁ ଶୈଳୀ ପାହା ମିଥ୍ୟା ସଂସାର ମିଥ୍ୟା ନବଜଳ ତନୁ କୃଷ୍ଣ ଶୁଣୁ ହେଉଛି ଜଗତଗୁରୁ ଶଙ୍କରଙ୍କର ଶ୍ଲୋକ କାହିଁକି ନାରାୟଣକୁ ସତ୍ୟ ବୋଲି ଆମେ କହିବା ମୂଳ ହମ ଦେହ ମିଥ୍ୟା ପ୍ରଥମ କରି ତୋ ଦେହ ହଉଛି ମିଥ୍ୟା ହଁ କାହିଁକି କହିଲୁ ତୁ ପିଲାବେଳେ ଯୋଉ ଅବସ୍ଥାରେ ଥିଲୁ ବଡ ହେଲା ବେଳକୁ ସେମିତି ଶରୀର ରହିଲା ତେଣୁ ମିଛ ନାଇଁ ତାଥରେ ଯେତେବେଳେ ବଡ ହଲୁ ଆଉ ଟିକେ ବୁଢାରେ ଏମିତି ରହି ଶରୀର ରହିବ ସେଇଥିପାଇଁ କି ଶରୀର ହଉଛି ମିଛ ଗୋଟେ ଉଦାହରଣ ଦେଲେ ଆପଣ ମାନେ ବୁଝିପାରିବେ ଜଣେ ବୁଢୀ ଲୋକ ଥରେ ମା ମାନେ ଦର୍ପଣ କିଣିବାକୁ ଗୋଟେ ଦୋକାନକୁ ଗଲା ବୁଝିହଉଛି ମା ମାନେ ସେ ଦୋକାନୀ ନାହିଁ ତା ପୁଅଟି ବସିଛି ଜଣେ ବୁଢୀ ଲୋକ ଦର୍ପଣ କିଣିବାକୁ ଗଲା ସବୁ ବର୍ଷ ଯୋଉ ଦୋକାନରୁ କିଣେ ସେ ସେଇ ଦୋକାନକୁ ଗଲା ଗଲା ବେଳକୁ ଗୋଟେ ପିଲାଟିଏ ବସିଛି ଦର୍ପଣ ଦେଖିଲା କହିଲା ଆରେ ପୁଅ ତୋର ଦର୍ପଣରେ ତ ଭଲ ଦେଖାଯାଉନି ନା ତୋ ବାପାଠୁ ମୁଁ ଯେତେବେଳେ ଦର୍ପଣ ନେଇ ମୋ ମୁହଁ ଯେମିତି ଦେଖାଯାଏ ସେମିତି ଏବେ ଦିଶୁନି ସେ ମାଉସୀ କି ପୁଅଟି କହୁଛି ମାଉସୀ ମୋ ବାପାଙ୍କ ଠାରୁ ଦର୍ପଣ ନେଲା ବେଳେ ତମ ମୁହଁ ଯେମିତି ଥିଲା ଏବେ ସେମିତି ଅଛି କି ମୋ ବାପା 20 ବର୍ଷ ହେଲା ମଲେଣି ବୁଝିହଉଛି ତମେ ବାପାଙ୍କଠୁ ଦର୍ପଣ ନେଲା ବେଳେ ତମ ମୁହଁ ଯେମିତି ଏଇଟା ଆଉ ସେତେବେଳେ ମୁହଁ ରହିବ କୁଆଡୁ ତେଣୁ ଦର୍ପଣ କେବେ ମିଛ କହେ ନା ହୋଇନା କେବେ ମିଛ କହେ ବୁଝିଲୁ ତାମାନେ ମୋର କହିବାର ତାତ୍ପର୍ଯ୍ୟ ଇଏ ପରିବର୍ତ୍ତନଶୀଳ ବୋଲି ଶରୀର ହଉଛି ମିଥ୍ୟା ମୂଳ ହମ ଦେହ ମିଥ୍ୟା ଗୁଣ ବିଗୁଣ ଅପି ଦାରାଗାରେ ମିଥ୍ୟା ଦାରା କହିଲେ ସ୍ତ୍ରୀ ତ ସ୍ତ୍ରୀ ବି ତୋ ପାଇଁ ମିଛ ଏ ଶରୀର ମିଛ ହେଇପାରେ କିନ୍ତୁ ସ୍ତ୍ରୀ ମିଛ ହବାର ପ୍ରଶ୍ନ ଉଠୁନି କାହିଁକି ଗୋଟିଏ ବୋଲି ସ୍ତ୍ରୀ ଜନ୍ମ କଲା ସ୍ତ୍ରୀ ସବୁ ମିଛ ହେଇପାରେ କିନ୍ତୁ ସ୍ତ୍ରୀ ମିଛ ହବାର ପ୍ରଶ୍ନ ଉଠୁନି ସାର୍ କାହିଁ ଏତେ ବଡ କଥା କହୁଛୁ ସଂସାରରେ ବାପା ମିଳିବେ ବୋଉ ମିଳିବେ ଭାଇ ମିଳିବେ ଭଉଣୀ ମିଳିବେ କିନ୍ତୁ ସ୍ତ୍ରୀ ମିଳିବ ନା କଣ କହିଲୁ ବାପା ମିଳିବେ ବୋଉ ମିଳିବେ ଭାଇ ମିଳିବେ ଭଉଣୀ ମିଳିବେ କିନ୍ତୁ ସ୍ତ୍ରୀ ବିଲକୁଲ ମିଳିବେ ନା ମିଛ କଥା ଗୁଡା ତୁ କହନି ବିଲକୁଲ ଅଙ୍ଗେଲି ଦେଇଛି ମିଛ କଥା ମୋ ନିରାଟ ସତ କଥା ସାରେ କେନ୍ଦୁଝର ଭାଟୁଆ ପାଲା ଗାଉଛି ମୋ ବାପା ମରିଗଲା ଫୋନ ଗଲା ଆପଣ ଅନୁଭବ କରିଥିବେ ସଚିଦାସ ଆମର ପାଲା ମୁଁ ଯେତେବେଳେ କହିଲି ମହାପ୍ରଭୁ ମୋ ବାବା ଚାଲିଗଲେ ଆମେ ଛାଡିଦେଲୁ କହିଲେ ଶତ୍ରୁଘ୍ନ ବାପା ଯେତେବେଳେ ମରିଛନ୍ତି ତୁ ପଳା ବ୍ୟାଗ ପତ୍ର ଧରିକି ସାଙ୍ଗେ ସାଙ୍ଗେ ପଳେଇ ତାଙ୍କ ବାରିଣାରେ ବ୍ୟାଗ ଥୋଇଲି ସତ କଥା ନିରାଟ ସତ ତାଙ୍କ ବାରିଣାରେ ବସିକି ମୁଣ୍ଡ ମାରି କାନ୍ଦିଲି ମୋ ବାପା କୁଆଡେ ଗଲେ ମୋ ବାପା ଯେତେ ବୟସ୍କ ମଉସା ମାନେ ଆସିକି ସବୁ ଦାଣ୍ଡରେ ପହଞ୍ଚିଗଲେ କହିଲେ ଶତ୍ରୁଘ୍ନ ପାଲାକୁ ଆସିଲାଣି ତାକୁ ବୁଝେଇବା ସମସ୍ତେ ବୁଝେଇଲେ ଶତ୍ରୁଘ୍ନ ତୋ ବାପା ଆଉ ଫେରିବ ତୁ ଯେତେ ମୁଣ୍ଡ ମାରି କାନ୍ଦିଲେ ତୋ ବାପା ଆଉ ଫେରିବ ଆରେ ପୁଅ ତୁ ଆଉ କାହିଁ କାନ୍ଦୁଛୁ ଆମେ ମଉସା ପିଉସା ବଡ ବାପା ଦାଦା ସମସ୍ତେ ଅଛୁ ଯେତେବେଳେ ବୁଝେଇଲେ ତୋ ବାପା ପରି ମୁଁ କହିଲି ଗୋଟିଏ ବାପା ସିନା ମୋର ମରିଗଲା ମୋର କେତେ ବାପା ମିଳିଲେନି ମୁଁ ମନକୁ ବୁଝେଇଲି ମୋର ବାପା ମିଳିଗଲେ ଟିକେ ଲକ୍ଷ୍ୟ ରଖିଥାନ୍ତୁ ବାପା ମିଳିଲେ ସାରେ କଣ ସାରେ ଠିକ 6 ମାସ ପରେ ନୟାଗଡ ନୂତନରେ ପାଲା ଚାଲିକି ଘରୁ ଫୋନ ଗଲା ତୋ ବୋଉ ଚାଲିଗଲେ ପୁରା ନିରାଟ ସତ କଥା କହିଛୁ ୟା ବାପାଙ୍କର ବର୍ଷିକିଆ ଯାଇନି ତା ବୋଉ ଚାଲିଗଲେ ନୟାଗଡ ନୂତନରୁ ପୁଣି ଛୁଟି କରିକି ଆସିଲି ତାଙ୍କ ବାରିଣାରେ ବସିକିରି ମୁଣ୍ଡ ମାରି ସେମିତି ବୋଉ ବୋଉକୁ ଧରିକି ଆଣିଲି ଆଉ ଯେତେ ବସିତା ମାଉସୀ ମାନେ ସବୁ ଆସି ପହଞ୍ଚିଗଲେ କହିଲେ ଶତ୍ରୁଘ୍ନ ଯେତେ ତୁ ମୁଣ୍ଡ ମାରିକି କାନ୍ଦିଲେ ତୋ ବୋଉ ଆଉ କେବେ ଫେରିବ ଆରେ ପୁଅ କାନ୍ଦନି ଆମେ ତୋର ବାଉସୀ ପିଉସୀ ଖୁଡି ସମସ୍ତେ ବଡ ବୋଉ ଅଛୁ ତୋ ମା ପରି ନୁହଁ ମନକୁ ବୁଝେଇଦେଲି ମୁଁ କହିଲି ମୋ ବୋଉ ସିନା ମରିଗଲା କେତେ ବୋଉ ମୋର ମିଳିଗଲା ଠିକ 2 ମାସେ ଯାଇଛି
ପାଣି ହଉଛି ତ ତା ଭିତରେ ପାଣି ଏଇଟା ମିଶୁଛି ଇଏ ଯେତେବେଳେ ଠିକ 2 ମାସ ଯାଇଛି ଆଜ୍ଞା ଆଜ୍ଞା ମୋ ଜନ୍ମ କଲା ସ୍ତ୍ରୀ ଗୋଟିଏ ବୋଲି ଆଜ୍ଞା ସିଏ ଚାଲିଗଲା ଆଜ୍ଞା ସାର୍ ମତେ କହିଲେ ହଁ କହ ସାର୍ କହିଲେ ଶତ୍ରୁଘ୍ନ ତୋ ସ୍ତ୍ରୀ ଯେତେବେଳେ ଚାଲିଗଲାଣି ତୁ ଘରକୁ ଯା ଆଜ୍ଞା ବ୍ୟାଗ ପତ୍ର ଧରିକି ଆଜ୍ଞା ଆସି ସେଇ କାନ୍ଦ ବାରଣ୍ଡାରେ ଯୋଉଠି କାନ୍ଦେ ସେଇଠି ବସିକି ଆଜ୍ଞା ବୋଇକି କାନ୍ଦିଲି କାନ୍ଦିବା ପରେ ଆଜ୍ଞା 2-3 କାଳ ବସିକି ସେଇଠି ବସି କାନ୍ଦିଲି ମୁଣ୍ଡ ବାଡେଇ ବାଡେଇ ଆଜ୍ଞା ରକ୍ତ ବାହାର କରି ସାରିଲାଣି ଆଜ୍ଞା କେତେ ମା ମାଉସୀ ଭାଇ ଭଉଣୀ ସମସ୍ତେ ଗାଁରେ ବୋତା ଏହି ଜଣେ କହିଲେ ଯେ ଶତ୍ରୁଘ୍ନ ତୋ ସ୍ତ୍ରୀ ବୋଲି ଆଜ୍ଞା ବାପା ସ୍ତ୍ରୀ ବିଲକୁଲ ମିଳିବନି ବୋଲି ସେ ବଡ କେମିତି ସ୍ତ୍ରୀ ଆଜ୍ଞା ସ୍ତ୍ରୀ ମିଳିଲା ଯେତେବେଳେ ଚାଲିରଥ ଅଚଳ ହୋଇବ ସ୍ତ୍ରୀ ହେଇଥାନ୍ତେ ଆଜ୍ଞା ତତେ କେମିତି ଛାଡିକିରି ଚାଲିଗଲେ ଆଉ ସେ କଣ ପଞ୍ଚାୟତର ସ୍ତ୍ରୀ ଆରେ ସେ ତତେ ଭଲ ପାଉନାହାନ୍ତି ବୋଲି ତତେ ଛାଡିକିରି ଚାଲିଗଲେ ବୁଝିଲୁ ତେଣୁ ସେ ସ୍ତ୍ରୀ ବି ମିଛ ମାନେ ସ୍ତ୍ରୀ ମିଛ ନା ହଁ ଆଚ୍ଛା ସ୍ତ୍ରୀ ମିଛ ଯଦି ସ୍ତ୍ରୀ ସତ ହେଇଥାନ୍ତେ ମୋ ସ୍ୱାମୀ କଷ୍ଟ ପାଇବେ ମୁଁ ଚାଲିଗଲେ ବୁଝିଉଛି ମୁଁ ତାକୁ ଛାଡିକିରି ଯିବି ତେଣୁ ସିଏ ବି ମିଛ ଆରେ ମାମୁଁ ଶେଷକୁ ସହଜ ସୁତ ସୁତା ଭାଇ ବନ୍ଧୁ ପୁଅ ନାତି ସବୁ ମିଛ କୃଷ୍ଣ ମେ କୋପି ସତ୍ୟା ସେ ଏକମାତ୍ର ସତ୍ୟ ବୋଲି ତାଙ୍କୁ କହନ୍ତି ସତ୍ୟ ନାରାୟଣ ସେଇଥିପାଇଁ କି ଗାୟକ ଲାଇବ୍ରେରୀ ମାର୍କଣ୍ଡେୟ ବାଗିପଟି ଗୋଟେ ଗୀତ ଲେଖିଲେ ନାରାୟଣ